ଜୟ ଜଗନ୍ନାଥ ସାଙ୍ଗମାନେ। ଆପଣମାନେ ଭାବୁଛନ୍ତି ନା ମୁଁ ଏମିତି ହିରୋଇନ୍ ହେଇକି କ'ଣ ବୁଲୁଛି? ନା କିଛି ନାହିଁ। ଆଜି ଆମେ ସକାଳୁ ସକାଳୁ ବାହାରି ପଳାଇ ଯାଇଥିଲୁ ନଣନ୍ଦଙ୍କ ଘରକୁ, କାହିଁକିନା ଆଜି ନଣନ୍ଦଙ୍କର ହଳଦୀ ମେହେନ୍ଦି ଥିଲା। ଦିଅର ବାବୁ ଆମର ଗୋଟେ ଲମ୍ବା ଚଉଡ଼ା ମୁଣ୍ଡିଆ ମାରିଦେଲେ ମୋତେ। ମୁଁ ବି ମାଉସୀଙ୍କୁ ଗୋଟେ ବଡ଼ ନମସ୍କାରଟେ ପକାଇଦେଲି। ଯାଇକିରି ଆଭା ତା ଖେଳିବାରେ ମଜି ଯାଇଛି, ମାମୁଁଙ୍କୁ ଗୋଟେ ମୁଣ୍ଡିଆ ମାରିଦେଲି। ନା ମାମୁଁ ଟିକେ ହସିଦେଲେ। ଲିଟି ଆମର କ'ଣ କରୁଛନ୍ତି, ଜଲ୍ଦି ଜଲ୍ଦି ଖାଇବାକୁ ବାଢ଼ିଦେଲେ। କହିଲେ ସମସ୍ତେ ବସିଯାଅ ଖାଇବା। କାହିଁକିନା ମୁଁ ଗୋଟେ ଦିନ ଆଗରୁ ପହଞ୍ଚି ଯାଇଥିଲି ଘରେ। ଲିଟିଙ୍କର ମେହେନ୍ଦି ଆଉ ହଳଦୀ ଥିଲା, ମ୍ୟାରେଜ୍ ବି ଥିଲା। ମାମୁଁଙ୍କ ସହିତ ଲିଟି କଥା ହେଉଛନ୍ତି। କ'ଣ କହୁଛନ୍ତି ମାମୁଁ, ଏତେ ସାରା ଜିନିଷ ଲିଟି ନେଇ ଆସିଛି ଘରକୁ। ତାକୁ ପଚାରୁଛନ୍ତି ଏ ଜିନିଷଟା କ'ଣ, ଏ ଜିନିଷଟା କ'ଣ। ତ ମୁଁ ତା ଭିତରେ କ'ଣ କରିଛି, ଲୁଚିକିରି ଭିଡ଼ିଓ ବନେଇ ଦେଇଛି। ଦେଖନ୍ତୁ ଦିଅର ବାବୁ ଆମର କ'ଣ କରୁଛନ୍ତି, କହୁଛନ୍ତି ବାପାରେ ଭିଡ଼ିଓ ବନା ହେଉଛି। ଇଏ ଆମର ସାନ ଦିଅର କହୁଛନ୍ତି ହାଇ। ମାମୁଁଙ୍କ ପୁଅ ଲିଟି ଆଉ ତାଙ୍କ ଦାଦା ଝିଅ, ସେମାନେ ସମସ୍ତେ ବସିକିରି ଖାଉଛନ୍ତି। ମୁଁ ବି ଟିକେ ଭିଡ଼ିଓ ବନେଇଦେଲି। ତା ଭିତରେ ଲିଟିଙ୍କୁ ଟିକେ କାନ୍ଦ ଲାଗୁଛି, ଆଉ ସେ ମୁହଁ ଗୁଡ଼ାଇ କାନ୍ଦୁଛନ୍ତି। ତିନି ଭାଇ କ'ଣ କରୁଛନ୍ତି, ବୁଝଉଛନ୍ତି। ମା ମନ ଦୁଃଖ କରନି, କାନ୍ଦିନି, ରାତି ପାଇଲେ ବାହାଘର। ତ ଇଲୁ କହୁଛନ୍ତି ଦେଖୁନ, ସେ ଭାଉଜ ସେ ସେଠି କେମିତି ମୁହଁ ଘୋଡ଼େଇ କାନ୍ଦୁଛି। ତାକୁ ସମସ୍ତେ ବୁଝଉଛନ୍ତି ଯେ କାହିଁ କାନ୍ଦୁଛୁ ମା। ଯାହା ହଉ ସେ ବୁଝିକିରି ଶୋଇପଡ଼ିଲା। ସକାଳୁ ସକାଳୁ ଉଠି ଯାଇକିରି ଆଭା ମା ସହିତ ଟିକେ ଗପ ହେଉଛି ଯେ ଶୀତ ଏତେ ପଡ଼ିଥିଲା, ଆଭା ମା ପଦାକୁ ପଳେଇ ଆସିଥିଲା, ତାଙ୍କୁ ଧରିକିରି ବୁଲଉଥିଲା ଯେ କାହିଁ କାନ୍ଦୁଛୁ ମା, କ'ଣ ହେଇଛି, କାହିଁକିନା ଏତେ ସାରା ସାଜ ଦେଖିକିରି ଲିଟି ମନ ଦୁଃଖ। ଆଉ ଗୋଟେ 2 ଦିନ ପରେ ମୁଁ ଏଠି ନଥିବି, ତାଙ୍କ ମନ ବି ବହୁତ ଦୁଃଖ। କାହିଁକିନା ଆମ ଝିଅ ଜନ୍ମ ହିଁ ପର ଘରକୁ। ଛାଡ଼ନ୍ତୁ ନା, ଏମିତି କଥା ଚାଲିଥିବ, କ'ଣ କରିବା। 2 ଭାଇ ବସି କ'ଣ କଥା ହେଉଛନ୍ତି। ତା ଭିତରେ ମୋ ନଣନ୍ଦଙ୍କ ଉପରେ ଆଖି ପଡ଼ିଗଲା। ନଣନ୍ଦ ଚା କରୁଥିଲେ ସମସ୍ତଙ୍କ ପାଇଁ। କିଏ କ'ଣ କରୁଛନ୍ତି, ମୋ ଧନ କ'ଣ କରୁଛି, ଆଗୁଆ ମେହେନ୍ଦି କରିଦେଇକି ଦେଖାଉଛି ଆଉ ବିସ୍କିଟ୍ ଚା ଖାଉଛି ସକାଳୁ ସକାଳୁ। ନଣନ୍ଦ ଆମର ବାହାରିଲେ ବୁଲି। କକା ବାଙ୍କ ସହିତ ଆଭା ଖାଉଛି ଇଟିଲି ଆଉ ତରକାରୀ। କିନ୍ତୁ କେଉଁ ଷ୍ଟାଇଲ୍ରେ ସିଏ ଖାଉଛି ଟିକେ ଦେଖନ୍ତୁ। କକାଙ୍କ ସହିତ ବସିକିରି ଖାଇବାର ଯେଉଁ ମଜା, ସେଇଟା ଗୋଟେ ଝିଅ ହିଁ ଜାଣିଥିବ। ତାପରେ ମୋର ଟିକେ ଆଖି ପଡ଼ିଗଲା ବାହାରକୁ ଯେ ଲିଟି ବସି ଦେଖୁଛନ୍ତି। ମୁଁ ଆଉ ଗୋଟେ 2 ଦିନରେ ପଳେଇ ଯିବି। ତାପରେ ମୁଁ ଟିକେ ଭିଡ଼ିଓ ବନେଇ ଦେଇଥିଲି, କ'ଣ ସମସ୍ତେ କରୁଛନ୍ତି କ'ଣ ନାହିଁ। ତା ଭିତରେ ମୋ ନିଜ ଭିଡ଼ିଓ ବି ଟିକେ ବନେଇ ଦେଇଥିଲି, କାହିଁକିନା ମୁଁଟା ବିଲେଇ ଭଳିଆ ଦେଖାଯାଉଛି ନା, ବିଲେଇ ବି ଟିକେ ରହିବା ଦରକାର ଭିଡ଼ିଓରେ। ହଉ ଛାଡ଼ନ୍ତୁ, ଚାଲନ୍ତୁ ଦେଖିବା କ'ଣ ହେଉଛି। କାମ କରି କରି ଲୋକ ପୁରା ଥକି ଗଲେଣି। ପାଣି ନେଇକି ସମସ୍ତଙ୍କୁ ଦେଉଛି। ଭାଇମାନଙ୍କର ତ କାମ ନା, ଭଉଣୀମାନଙ୍କର ବାହାଘରରେ କେମିତି ସବୁ ସଜାସଜି କରାଯାଏ, କେତେ କାମ କରାଯାଏ, କେଉଁଠି ଭୁଲ ହେଲା କେଉଁଠି ଠିକ୍ ହେଲା ସବୁ କରିବା। ତ ସେ କାମରେ ସେ ବ୍ୟସ୍ତ ଅଛନ୍ତି। ଲିଟିଙ୍କ ପାଖକୁ ତାଙ୍କ ସାଙ୍ଗ ଆସିଥିଲେ। ତ ତାଙ୍କ ବେଷ୍ଟ ଫ୍ରେଣ୍ଡ କହିଲେ କି ମୋ ସାଙ୍ଗ ଭାଉଜ ଏଇ ଶାଢ଼ୀଟା ଆଣିଛି, ଦେଖ ନା କେମିତି ହେଇଛି। ଇଏ ମୋ ସାଙ୍ଗ, ମୋ ବେଷ୍ଟ ଫ୍ରେଣ୍ଡ। ମୁଁ କହିଲି ବା ବଢ଼ିଆ ହେଇଛି ଏ ଶାଢ଼ୀଟା। ମୋ ପାଇଁ ମୋ ସାଙ୍ଗ ଶାଢ଼ୀ ଆଣିଛି। ହାଏ ସମସ୍ତଙ୍କୁ। ମୋ ଶାଢ଼ୀ କେମିତି ହେଇଛି ଆଉ ମୋ ସାଙ୍ଗ ଆଣିଛି ବୋଲି ସେ କହୁଥାନ୍ତି। ଆଉ ବହୁତ ଖୁସି ଥିଲେ ସେଦିନ, କାହିଁକିନା ସେ ଶାଢ଼ୀଟା ବଢ଼ିଆ ଥିଲା ଆଉ ମୋତେ ବି ବହୁତ ବଢ଼ିଆ ଲାଗୁଥିଲା। ସେ ଆଣିଛନ୍ତି ତାକୁ ସୁଭଦ୍ରା କେନ୍ଦ୍ରାପଡ଼ାରୁ, କାହିଁକିନା ତାଙ୍କୁ ଏ ଶାଢ଼ୀଟା ବହୁତ ପସନ୍ଦ, କଲର୍ଟା ବି। ତା ଭିତରେ ମୋ ଲକ୍ଷ୍ୟ ପଡ଼ିଗଲା ମାମୁଁ
ମାମା ଭାଇ ଇଏ ସମସ୍ତେ ପ୍ୟାକିଂରେ ବ୍ୟସ୍ତ ଅଛନ୍ତି, କାହିଁକିନା ଆମର ପ୍ୟାକିଂ କାମ ସବୁ ଅଲରେଡ଼ି ସରିଯାଇଥିଲା, ଆଉ କିଛିଟା ବାକି ଥିଲା। ବାବୁ ବସି ପ୍ୟାକ୍ କରୁଥିଲେ। ତା ଭିତରେ ସମସ୍ତଙ୍କୁ ଭୋକ ଲାଗୁଥିଲା। ସକାଳ ଟାଇମ୍ଟା ତ ସମସ୍ତେ ଦାଣ୍ଡରେ ବସିକିରି ଖାଉଥିଲେ। ଏପଟେ ମାମା, ମାଉସୀ, ମାଇଁ, ବଡ଼ ଦେଇ ଏମାନେ ସମସ୍ତେ କଥା ହେଉଥିଲେ କେମିତି କ'ଣ ହେବ ଆଜି ଦିନଟା ଯିବ। କାହିଁକିନା ଆଜି ତାଙ୍କର ହଳଦୀ ଆଉ ମେହେନ୍ଦି ଥିଲା। ସମସ୍ତେ ଖୁସି ତ ଥିଲେ, ତା ଭିତରେ ବହୁତ ଦୁଃଖ ବି ଥିଲା, କାହିଁକିନା 1-2 ଦିନ ପରେ ଆଉ ଝିଅ ଘରେ ନଥିବ, ପଳାଇ ଯାଇଥିବ। ଦେଖିବା ଲିଟିଙ୍କର ଆମର କେମିତି ଲିଟିଙ୍କର ଚିତା ବହୁତ ସୁନ୍ଦର ହେଇଛି ଚିତାଟା। ଆଭା ମା ଆଉ ଅଟକେଇ ପାରିଲାନି, ନିଜକୁ ଯାଇ ଡ୍ୟାନ୍ସ କରି ପକାଉଛି। ଲିଟିଙ୍କ ଘରକୁ ଯିବ ବୋଲି ସୁକାରରେ ସବୁ ପିତ୍ତଳ ବାସନ ମଜାମଜି ଚାଲିଛି, କାହିଁକିନା ଝିଅଙ୍କର ଏ ଜିନିଷ ସବୁ ଯାଏ। ବାବୁ ଆମର ଚାଲିଲେ ପକୋଡ଼ା ଛାଣିବା ପାଇଁ, କହୁଛନ୍ତି ହାଏ। କ'ଣ କହିବ ଦି ଭାଇଙ୍କୁ, କାମ କରି କରି ଆମର ପୁରା ହାଲତ ଖରାପ ହେଇଗଲାଣି। ତୁ ଏଠି ଭିଡ଼ିଓ କରୁଛୁ, ଆଉ ଭିଡ଼ିଓ କରନା, ଆମକୁ ଦୁଃଖ ଲାଗୁଛି। ଛାଡ଼ନ୍ତୁ, କ'ଣ କରିବା। ଭାଇମାନେ ଯଦି ଭଉଣୀମାନଙ୍କର ମ୍ୟାରେଜରେ କିଛି କାମ କରିବେନି, ତା ଦେହରେ କିଛି ମଜା ଥାଏ ନା, ସେ ପୁରା ଅଲଗା ମଜା ଥାଏ। ବାବୁ ଚାଲିଲେ ତାଙ୍କର ପକୋଡ଼ା ଛାଣିବା ପାଇଁ। ଏପଟେ ଦେଖିଲା ବେଳକୁ ଆଭା ପୁରା ନାଚିକିରି ଧୂଆଁ କରିଦେଉଛି। ଯେହେତୁ ଆଗରେ ବୁଲେଟ୍ଟା ଅଛି ପିଇସାଙ୍କର, କାହିଁକିନା ନାଚ ଦେଖାଯାଉନି, ସେଥିପାଇଁ କକା କହିଲେ ମୁଁ ଟିକେ ଆଗରୁ କାଢ଼ି ଦେଉଛି, ତୁମେ ଯେତେ ଡ୍ୟାନ୍ସ କରିବା କଥା ଡ୍ୟାନ୍ସ କର ମା। ତାପରେ ଫୁଲ୍ ଏନ୍ଜୟ କରିକିରି ଆଭା ମୋର ଡ୍ୟାନ୍ସ କରି ଚାଲିଛି। ଲିଟି ପଳାଇଥିଲେ କେନ୍ଦ୍ରାପଡ଼ା। ଦେଖନ୍ତୁ ମୁହଁ ଲୁଚେଇକି ଆସୁଛନ୍ତି, ନଖ ଲଗେଇକି। ନଖଟାକୁ ଟିକେ ଦେଖେଇ ଦେଇ ପଳାଇଗଲେ। ଜଲ୍ଦି ମେହେନ୍ଦି ପାଇଁ ରେଡ଼ି ହେଇ ଆସିଲେ, କାହିଁକିନା ଲେଟ୍ ହେଇଗଲାଣି। ମାମୁଁ ତାଙ୍କ ଉପରେ ବିରକ୍ତ ହେଉଥିଲେ। ମା ତୁ କେତେବେଳେ ଯାଇଛୁ କହିଲୁ, ଏସବୁ କେତେବେଳେ ହେବ? ଲିଟି କହୁଛନ୍ତି ହଁ ମାମୁଁ ମୁଁ ପୁରା ରେଡ଼ି ଅଛି, ଏବେ ଯିବି। କାହିଁ ରାଗୁଛନ୍ତି? ଝିଅ ଉପରେ ତ କେହି ରାଗିପାରନ୍ତିନି, କିନ୍ତୁ ଟିକେ ଲେଟ୍ ହେଇଗଲା ବୋଲି ମାମୁଁ କହୁଥିଲେ। ତ ଲିଟି ଆମର ରେଡ଼ି ହେଇକିରି ବାହାରି ପଡ଼ିଲେ ମେହେନ୍ଦି ପାଇଁ। ସମସ୍ତେ ତାଙ୍କୁ ଦେଖୁଛନ୍ତି, କାହିଁକିନା ସେ ବହୁତ ସୁନ୍ଦର ଦେଖାଯାଉଥିଲେ, ସେଥିପାଇଁ ତାଙ୍କୁ ସମସ୍ତେ ଦେଖୁଛନ୍ତି। ମୁଁ ବି ତାଙ୍କର ଟିକେ ଭିଡ଼ିଓ ବନେଇଦେଲି। ମା ଆମର ଆସିଲେ ଷ୍ଟେଜ୍କୁ, ମେହେନ୍ଦି ଷ୍ଟାର୍ଟ ହେବ ବୋଲି। ଚାଲନ୍ତୁ ଆମେ ବି ଦେଖିବା। ୱାଓ, ବଢ଼ିଆ ହେଇଛି ମେହେନ୍ଦି। ମୁଁ ବି ଟିକେ ମେହେନ୍ଦି ଆଣିକି ସମସ୍ତଙ୍କୁ ଦେଖେଇ ଦେଉଛି, ହାଏ ମେହେନ୍ଦି ପାଇଁ ମୁଁ ବି ରେଡ଼ି ଅଛି। ଚାଲନ୍ତୁ ଦେଖିବା ଲିଟିଙ୍କର ମେହେନ୍ଦି କେମିତି ଚାଲିଛି। କାହିଁକିନା ମୁଁ ଟିକେ ଲେଟ୍ରେ ବାହାରିଲି, କାହିଁକିନା ମୋର ଟିକେ କାମ ଥିଲା। ଆସିଲା ବେଳକୁ ଲିଟିଙ୍କ ମେହେନ୍ଦି ଅଲରେଡ଼ି ଷ୍ଟାର୍ଟ ହେଇଗଲାଣି। ମୁଁ ଯେତେବେଳେ ଟିକେ କାମରେ ବ୍ୟସ୍ତ ଥିଲି, ଭିଡ଼ିଓଟା କରିପାରିନି। ଆପଣମାନେ କେହି ମନ ଦୁଃଖ କରିବେନି, କାହିଁକିନା ଫାଷ୍ଟ ଭିଡ଼ିଓଟା ହେଇଥିଲେ ଟିକେ ଭଲ ଲାଗିଥାନ୍ତା। ଷ୍ଟେଜ୍ ଉପରେ ମୁଁ ସେଇ ଭିଡ଼ିଓଟା କରିପାରିନି। ବାପରେ, ଆମ ହିରୋଇନ୍ ପୁରା ପୋଜ୍ ଉପରେ ପୋଜ୍ ଦେଉଛନ୍ତି ଆଉ। ବାପା କି ପୋଜ୍! କାହିଁକିନା ବାହା ହେଇବେ ନା ଆଉ 1-2 ଦିନରେ, ସେଥିପାଇଁ ପୋଜ୍ ମାନେ ପୁରା ଅଲଗା ପ୍ରକାର। ଆଚ୍ଛା, ଇଏ ହେଉଛନ୍ତି ଆମର ମଝିଆ ଦିଦି, ଦେଖୁଛନ୍ତି ସାନ ଭଉଣୀକୁ। ମୁଁ ବି ଟିକେ ଦିଦି ସହିତ ଭିଡ଼ିଓ ବନେଇଦେଲି। ଦିଦି କହୁଛନ୍ତି ତୁ ବ୍ୟାକ୍ କ୍ୟାମେରା କର ଆଉ ଲିଟିକୁ ଦେଖା। ମୁଁ କହିଲି ହଉ ଠିକ୍ ଅଛି, ମୁଁ ସମସ୍ତଙ୍କୁ ଦେଖାଉଛି କ'ଣ ଆମେ କରୁଛୁ କ'ଣ ନାହିଁ, ମୁଁ ସବୁ ଦେଖାଉଛି। ତ ମୁଁ କହିଲି ଘର ଭିତରେ ଲାଇଟ୍ ଆସୁନି, ଆସ ଲିଟି ବାହାରକୁ ପଳାଇବା। କାହିଁକିନା ବହୁତ ଡେକୋରେସନ୍ ହେଇଥିଲା, ବଢ଼ିଆ ସୁନ୍ଦରରେ ସଜାସଜି ସବୁ ବାହାରେ ହେଇଥିଲା ନା, ତ ଆମେ ବାହାରକୁ ଗଲେ ସୁନ୍ଦର ଲାଗିବ। ଆମେ ଚାଲିଲୁ ବାହାରକୁ। ଓ ନୋ, ଲିଟି କହୁଛନ୍ତି ମୋ
ମଥା ପଟେ ଗଳି ପଡ଼ିଲା। ଯାହା ହଉ ଖୋଜି ଖୋଜିକିରି ବହୁ ପରେ ମେହେନ୍ଦି ମାନେ ମଥାମଣ୍ଟା ମିଳିଲା। ମେହେନ୍ଦି ପାଇଁ ଆମେ ଚାଲିଲୁ। ଏବେ ଆମେ ଲିଟିଙ୍କୁ ମଣ୍ଡପ ଉପରେ ଦେଖିବା। ଦେଖନ୍ତୁ ରେଡ଼ି ନା ମଣ୍ଡପ ଉପରେ। ଚାଲନ୍ତୁ ମେହେନ୍ଦି କାମ ସୁରୁ କରିଦେବା। ମୁଁ କହିଲି ଆସ ଆସ ଜଲ୍ଦି ଆସ। ଦେଇ ସମସ୍ତେ ଆସିଲେ। ଇଏ ମୋ ସାଙ୍ଗ କହିଲେ ହାଇ। ମୁଁ କହୁଛି ଆସ ଆସ ସମସ୍ତେ ଲାଇଭ୍ରେ ଆସିବା ନା ଆଉ, ସମସ୍ତେ କଥା ହବ ନା ଆଉ। ଇଏ ହେଉଛନ୍ତି ସାନ ଦିଦି, ଇଏ ମୋ ସାଙ୍ଗ। ଆମେ ପୁରା ଫୁଲ୍ ମସ୍ତି କରୁଛୁ ହଳଦୀରେ। ସମସ୍ତେ ବି ମଜା ମସ୍ତି କରୁଛନ୍ତି। ଇଏ ବହୁତ କମ୍ ସମୟ ଆସେ ଏସବୁ ଖୁସି, ତ କିଛି କ୍ଷଣକରେ ପୁଣି ପଳେଇଯାଏ। ଆକୁ ସବୁ ସାଇତିରେ ରଖିବାକୁ ବହୁତ କଷ୍ଟକର ସମସ୍ତଙ୍କ ପାଇଁ। ଯେବେ ଭିଡ଼ିଓ ଦେଖାଯାଏ ବହୁତ ଦୁଃଖ ଲାଗେ। ମୁଁ ଯେତିକି ପାରିଛି କରିପାରିଛି। ମୁଁ ଲିଟିଙ୍କୁ ଡାକୁଛି, ଲିଟି ଟିକେ ଅନାଅ ଟିକେ ଭିଡ଼ିଓ ଆଡ଼େ ଟିକେ ଅନାଅ। ମୁଁ ଭିଡ଼ିଓ କରୁଛି। ମୋତେ ଏତିକି ଖୁସି ଲାଗୁଛି ଯାହା ହଉ ମୁଁ ସମସ୍ତଙ୍କୁ ଆଣିପାରିନି, କିନ୍ତୁ କିଛି ଜଣଙ୍କୁ ଆଣିପାରିଛି। ସେଥିପାଇଁ ବହୁତ ଖୁସି ଲାଗୁଛି। ଏତେ କମ୍ ସମୟ ଭିତରେ ଏତେ ଜଣଙ୍କୁ କ୍ୟାମେରାରେ ଆଣିବାଟା ସମ୍ଭବ ନୁହଁ। ଯେତିକି ପାରିଛି ଆଣିଛି। ସମସ୍ତେ କ୍ୟାମେରା ଆଗରେ ଆସି ଫଟୋ ଉଠାଇ ସାରିଥିଲେ। ମୁଁ ଯେହେତୁ ଭିଡ଼ିଓ ବନାଉଥିଲି, ମୁଁ ଫଟୋ ଉଠାଇ ପାରିନଥିଲି। ତ ମୁଁ ପଛରେ ଆସିକିରି ଦେଇଙ୍କ ସହ କିଛି ଫଟୋ ଉଠାଇଥିଲି। ଲିଟିଙ୍କୁ ବି ମୁଁ ବାରମ୍ବାର କହୁଥିଲି ତମେ ଟିକେ ଭଲସେ ମେହେନ୍ଦି କର, ଯେ ହଲାଅନି, ଭଲ ବଦଳରେ ଖରାପ ହେଇଯିବ। ତାପରେ ଆମେ ସମସ୍ତେ ମିଶିକି ବଡ଼ ଦିଦି, ମଝିଆ ଦିଦି, ଆମ ଝିଅ, ମାମୁଙ୍କ ଝିଅ, ତ ସମସ୍ତେ ମିଶିକିରି ଫଟୋ ଉଠାଇଲୁ। ମଜା ମସ୍ତିରେ ଆମର ଚାଲିଲା ମେହେନ୍ଦି। ସମସ୍ତେ ଭଲ ଭାବେ ମେହେନ୍ଦି ଦେଖୁଛନ୍ତି। ହେଉଛି ବି ତାଙ୍କ ମେହେନ୍ଦି ପୁରା ସୁନ୍ଦର। ମୋର କିଛି କଥା ଆପଣମାନଙ୍କୁ ଖରାପ ଲାଗିପାରେ, କାହିଁକିନା ମୁଁ ଟିକେ ନୂଆ କହୁଛି ତ। କେଉଁଠି ଭଲ ହେବ କେଉଁଠି ଖରାପ ହେବ ଆପଣମାନେ ଟିକେ ମ୍ୟାନେଜ୍ କରିଦେବେ। ଗୋଟେ ବଢ଼ିଆ କଥା ଦେଖନ୍ତୁ, ଆମ ତପନ ବାବୁ ଲିଟିଙ୍କୁ ଭିଡ଼ିଓ କଲ୍ରେ ମେହେନ୍ଦି ଦେଖାହେଉଛି। ଏଇଟା ସବୁଠୁ ଇଣ୍ଟରେଷ୍ଟିଂ କଥା। ଦେଖନ୍ତୁ ମେହେନ୍ଦି ବାବୁ ଆମର କରୁଛନ୍ତି, ଦେଖାଉଛନ୍ତି ଲିଟିଙ୍କୁ। ଦେଖ ମୋର 2ଟି ହାତ ମେହେନ୍ଦି ହେଇସାରିଲାନି। ଏଇ ତ ଭଲ ପାଇବା, ଆଠୁ ଆଉ କ'ଣ ଦରକାର। ଯଦି ଜଣେ ଜଣଙ୍କୁ ଖୁସିରେ ଆଉ ଭଲରେ ରଖିପାଇଲା, ସେଇଟା ସବୁଠାରୁ ବଡ଼ କଥା। କାହାକୁ କିଛି ଦେଇଦେଲେ କେହି ହେଇଯାଆନ୍ତିନି। ସବୁଠୁ ଭଲ ପାଇବାକୁ ସାଇତି ରଖିବା, ଆଉ ମନ ବୁଝିକିରି ତା ମନ ସହ କଥାରେ ଅଛି ନା, ମନ ବୁଝି କାମ କରିଦେଉଥିଲେ ସବୁ। ତ ଯାହା ହଉ ସୁଖରେ ଶାନ୍ତିରେ ରୁହନ୍ତୁ 2 ଜଣ। ତାପରେ ଗୋଟେ ବଢ଼ିଆ କଥା ଦେଖନ୍ତୁ, ଆଭା ମା ଆମର ଶୋଇପଡ଼ିଥିଲେ। କାହିଁକିନା ଆପଣ ଫାଷ୍ଟରୁ ଲାଷ୍ଟ ଯାକେ ଦେଖିଛନ୍ତି ଆଭା ମା'କୁ ଭିଡ଼ିଓରେ। କାହିଁକିନା ଆଭା ମା ଶୋଇପଡ଼ିଥିଲା, ନିଦରେ ଉଠିଲା, ହାଇ ମାରୁଛି ତା ବୋଉ କୋଳରେ ବସିକିରି। ମୁଁ ତା ଭିତରେ ମୋ ନଣନ୍ଦଙ୍କ ସହିତ ଟିକେ ଭିଡ଼ିଓ ନେଇଗଲି। କାହିଁକିନା ନଣନ୍ଦଙ୍କ ସହିତ ମୁଁ ଭିଡ଼ିଓ ବନେଇ ପାରିନଥିଲି, କାହିଁକିନା ଆମେ 2 ଜଣ ଲେଟ୍ରେ ଆସିଲୁ। ମୋ ଝିଅ ପୁରା ଗୋରେଇ ହେଇ ବସିଛି, କାହିଁକିନା ତାକୁ ପୁରା ଠାକୁ ଶୀତ ହେଉଛି। ସିଏ ବାହାରକୁ ଯିବାକୁ ହିଁ ଚାହୁଁନି। ଗୋଟେ ଜାଗାରେ କିଏ କ'ଣ କରୁଛନ୍ତି ପୁରା ବସିକିରି ଦେଖୁଛି। ଦେଖନ୍ତୁ ସମସ୍ତେ ବ୍ୟସ୍ତ, ସମସ୍ତେ ମଜା ମସ୍ତିରେ ବ୍ୟସ୍ତ ଅଛନ୍ତି। ମୁଁ ଭିଡ଼ିଓ ଯେତେବେଳେ ଏକା ନ କରିପାରୁଛି, ସେତେବେଳେ ଅନ୍ୟମାନଙ୍କୁ ଟିକେ ରିକ୍ୱେଷ୍ଟ କରୁଛି, ପ୍ଲିଜ୍ ଟିକେ ମୋ ଭିଡ଼ିଓ ବନେଇଦେବ। ତ ଏମିତିରେ ହିଁ ମୁଁ କରେ। ସମସ୍ତଙ୍କ ପାଖରେ ସମସ୍ତଙ୍କ ଘର ଲୋକ ଥିବେ କରିବା ପାଇଁ, କିନ୍ତୁ ମୋ ପାଖରେ ସେମିତି କେହି ଲୋକ ନାହାନ୍ତି। ମୁଁ ନିଜେ ବନାଏ ବା କାହାକୁ ରିକ୍ୱେଷ୍ଟ କରି ପ୍ଲିଜ୍ ଟିକେ ମୋ ଭିଡ଼ିଓ କରିଦିଅନ୍ତୁ। ଆଭା ମା ଚାଲିଲେ ହଳଦୀ ଲଗାଇବା ପାଇଁ। କାହିଁକିନା ନିଦରୁ ଉଠିଛନ୍ତି ନା, ମା କିଛି କହିପାରୁନାହାନ୍ତି। ତଥାପି ମା ହଳଦୀ ଲଗାଇଲେ ଲିଟିଙ୍କୁ। ତାପରେ ଆମେ ଫଟୋ ଉଠାଇ ଦେଲୁ।
କେମିତି ହେଇଛି ଫଟୋ ସବୁ ମୋତେ କମେଣ୍ଟ କରି ଆପଣମାନେ କହିବେ। ଏ ଦିନ ବହୁତ ଖୁସି ଲାଗୁଛି ଆଉ ଆମେମାନେ ବହୁତ ଖୁସି ବି। ତାଙ୍କ ମ୍ୟାରେଜକୁ ନେଇ ବହୁତ ଖୁସି ଆମେ ସମସ୍ତେ, କାହିଁକିନା ସିଏ ନିଜେ ହିଁ ବହୁତ ଖୁସି ଅଛନ୍ତି। ତାଙ୍କୁ ଦେଖିକିରି ହିଁ ଆମକୁ ବହୁତ ଖୁସି ଲାଗୁଛି। ମୋ ଝିଅ ସହିତ ଟିକେ ଫଟୋ ଉଠାଇଦେଲେ, ହେଲେ ମୋ ଝିଅ ତ ଶୋଇକିରି ଉଠିଥିଲା ନା, ତ ସେଥିପାଇଁ ଟିକେ ମନ ଦୁଃଖ ଥିଲା ଆଉ କାନ୍ଦୁଥିଲା। ସେ ଆଉ ଟିକେ ଶୋଇଥାନ୍ତା, ତୁ ଡିଜେ ବାଜୁଥିଲା, ତା ନିଦ ଭାଙ୍ଗିଗଲା, ସେଥିପାଇଁ ସେ ଟିକେ ମନ ଦୁଃଖ କରୁଛି ଆଉ କାନ୍ଦୁଛି। ଆମ ଝିଅ ଟିକେ ତାଙ୍କ ଭଉଣୀକୁ ଲଗେଇ ଦେଉଛନ୍ତି। ଶେଷରେ ବୋଧେ ମୋ ପାଳି ପଡ଼ିଥିଲା, କାହିଁକିନା ସମସ୍ତେ ଲଗେଇକିରି ଗଲା ପରେ ମୋର କାହିଁ ମନ ହେଲା ଲିଟିମ୍ ଟିକେ ହଳଦୀ ଲଗେଇ ଦେବା ପାଇଁ। ମୁଁ ଚାଲିଲି ଏ ହଳଦୀ ଲଗେଇବାକୁ। ମା' ଆମର ପୁରା ହସିକିରି ମୋ ମୁହଁକୁ ଚାହୁଁଛନ୍ତି, କ'ଣ କରୁଛ ଯେ ଭାବୁଛ, ଏତେ ହଳଦୀ ଲଗାଉଛ, ଟିକେ କମ୍ ଲଗାଉନ। କ'ଣ କରିବା, ଗୋଟେ ଦିନ ତ ଆଉ ଲଗେଇଦେବା କଥା ଆଉ। ମୋ ହଳଦୀ ଲଗେଇବା ସରିଲା, ମୁଁ ଏବେ ଆସୁଛି। ତାପରେ ଦେଖିବା କେଉଁମାନେ ଆସୁଛନ୍ତି। ମୋ ସାଙ୍ଗ ଚାଲିଲା ହଳଦୀ ଲଗାଇବା ପାଇଁ, କାହିଁକିନା ମୁଁ କକା ବାବାଙ୍କୁ ଦେଇଥିଲି ଭିଡ଼ିଓ କରିବା ପାଇଁ ବୋଲି। କକା ବାବା କହୁଛନ୍ତି, ଓହୋ ବିଲେଇ ତ ଯାହା ଦେଖାଯାଉଛି। ଛାଡ଼ନ୍ତୁ, କକା ବାବାଙ୍କ କଥା ସେମିତିକା। ଏଠି ହେଉଛନ୍ତି ବଡ଼ ଦିଦି, କାହିଁକିନା ଇଏ ସମସ୍ତଙ୍କୁ ହସେଇବାରେ ମଜିଯାଆନ୍ତି, କାହିଁକିନା ସମସ୍ତଙ୍କର ଟିକେ ମନ ଦୁଃଖ ଥିଲା। ତ ବଡ଼ ଦିଦି କ'ଣ କଲେ, ସମସ୍ତଙ୍କୁ ପୁରା ହସେଇବାରେ ବ୍ୟସ୍ତ। ଦେଖୁନାହାନ୍ତି କେମିତି ପୁରା ନାଚି ନାଚିକି ସମସ୍ତଙ୍କୁ ହସେଇ ଦେଉଛନ୍ତି। ଆଉ ମୋ ସାଙ୍ଗ କ'ଣ କରୁଛନ୍ତି, ସମସ୍ତଙ୍କୁ ଆଣି ହଳଦୀ ଲଗେଇ ଦେଉଛନ୍ତି। କ'ଣ କରିବା, ଗୋଟେ ଦିନ ନା, ତ ଯଦି ମଜାମସ୍ତି ହସ ଖୁସି କରିବାନି ତାହେଲେ ଆମେ କେବେ କରିବା ନା, କ'ଣ କହୁଛନ୍ତି? ସମସ୍ତଙ୍କ ମୁହଁରେ ହସ ଅଛି। ଆଉ ଟିକେ ପରେ ଦେଖିବେ ଆପଣମାନେ, ସବୁଠୁ ଦୁଃଖ ଲାଗିବ ଆପଣମାନଙ୍କୁ ଯେ କେତେ କଷ୍ଟ ଲାଗିବ ସେ ସବୁ ଦେଖିକି। କାହିଁକିନା ଆମେ ସମସ୍ତେ ହଳଦୀ ମେହେନ୍ଦୀରେ ବ୍ୟସ୍ତ ଅଛୁ ସତ, କିନ୍ତୁ ଗୋଟେ ଜିନିଷ କଷ୍ଟ ଲାଗୁଛି ଆମକୁ, ଆମ ଝିଅ ଛାଡ଼ିକି ପଳେଇବ। ସେଇଟା ବହୁତ କଷ୍ଟ ଲାଗୁଛି ସମସ୍ତଙ୍କୁ। କ'ଣ କରିବା, ଝିଅ ଜନ୍ମ ତ ପର ଘରକୁ, କାନ୍ଦିବା ଷ୍ଟାର୍ଟ ବି ହେଇଗଲା। ସତ କଥା କହିବାକୁ ଗଲେ ଆମ ଝିଅ ଜନ୍ମ ବହୁତ କଷ୍ଟ ନା। ଗୋଟେ ଘରେ ବଢ଼ିଥିବୁ, ଆଉ ଜଣଙ୍କ ଘରକୁ ଗଲା ପରେ କେମିତି ରହିବୁ ଆମକୁ ଜଣା ନଥାଏ। କାହା ଭାଗ୍ୟରେ ଭଗବାନ କ'ଣ ଲେଖିଛନ୍ତି ଆମେ କିଛି ବି ଜାଣିନୁ ନା। ଦେଖୁନାହାନ୍ତି କେତେ କାନ୍ଦ ବି ଲାଗୁଛି ସମସ୍ତଙ୍କୁ। ଆଗେ ବଡ଼ ନନା ଯାଇକି ତାଙ୍କ ଭଉଣୀକୁ ଧରି କାନ୍ଦି ପକାଇଲେ। ସେମିତି କାହା ଆଖିରେ ଲୁହ ନାହିଁ ବୋଲି ନ କହିଲେ ବି ହେବନି, କାହିଁକିନା ଛୋଟଠୁ ବଡ଼ ଯାକେ ସମସ୍ତେ କାନ୍ଦୁଥିଲେ। କାହିଁକିନା ଲିଟି ଥିଲେ ସମସ୍ତଙ୍କର ଗେଲା। ମୁଁ ବି ଆପଣମାନଙ୍କୁ କହିବି ପାରୁନି, କାହିଁକିନା ମୋତେ ବି କାନ୍ଦ ଲାଗୁଛି, ମୁଁ କାନ୍ଦୁଛି। କ'ଣ କରିବା, ଆମମାନେ ବି କ'ଣ କରିପାରିବୁ, ଆମେମାନେ ବି ଏମିତି ଛାଡ଼ିକି ଘର ଆସିଥିଲୁ। ଏ ସମୟ, ଏ ଦିନ ବହୁତ କମ୍ ଆସେ। ମୁଁ ଆପଣମାନଙ୍କୁ କହିବାକୁ ଆଉ ଚାହୁଁଛି, କହିପାରୁନି। ଆପଣମାନେ ଦେଖିକିରି ନିଜେ ଜାଣିପାରୁଥିବେ ଯେ କେତେ କଷ୍ଟ ଲାଗେ ଗୋଟେ ଝିଅକୁ ତା ବାପା ମାଆଙ୍କୁ ଛାଡ଼ିକି। ଖାଲି ଗୋଟେ ଝିଅ ନୁହଁ, ଗୋଟେ ପରିବାର, ଗୋଟେ ବାପା ମା', ଭାଉଜ, ମା' ମାନେ ସମସ୍ତେ ତାକୁ ଝୁରୁଛନ୍ତି, କାହିଁକିନା ସେ ବହୁତ ଗେଲି ଥିଲା ଆମର। ତାକୁ ସମସ୍ତେ ଭଲ ପାଆନ୍ତି, ବହୁତ ଭଲ ବି ପାଏ ସମସ୍ତଙ୍କୁ। ନା ସେ ନିଜେ ବି ଏତେ ଜୋର କାନ୍ଦୁଛି, ତା କାନ୍ଦ ଦେଖି ସମସ୍ତେ ତା ଭାଇମାନେ ପଳେଇ ଆସିଲେ ତା ପାଖକୁ। ସବୁ ଭାଇମାନେ ତା ପାଖକୁ ପଳେଇ ଆସିଲେ, କାହିଁକିନା ଭାଇ ସପୋର୍ଟ ଦେଲେ ନା ଭଉଣୀ ଟିକେ ଷ୍ଟ୍ରଙ୍ଗ ହେବ।
ବଡ଼ ଭାଇ, ସାନ ଭାଇ, ମଝିଆ ଭାଇ ଏମାନେ ସମସ୍ତେ ପଳେଇ ଆସିଲେ ଭଉଣୀକୁ ସାନ୍ତ୍ୱନା ଦେବା ପାଇଁ। ହେଲେ ଆକୁ ତ ଆଉ କେହି ବନ୍ଦ କରିପାରିବେନି ନା, କାହିଁକି ନା ଇଏ ଗୋଟେ ଖୁସିର ମୁହୂର୍ତ୍ତରେ ମାନେ ମୁଁ କହିବି ପାରୁନି ଆପଣଙ୍କୁ, କେମିତି କହିବି। ଆପଣମାନେ ଦେଖିକିରି ଜାଣିପାରୁଥିବେ ସେ ସିଚୁଏସନ୍ କ'ଣ ଥିବ। ଖୁସି ତ ଲାଗୁଛି, ତଥାପି ଦୁଃଖ ଏତେ। ଗୋଟେ ରାତି ପାଇଲେ ଆମ ଝିଅ ଆମ ପାଖରେ ନଥିବ। ଭାଇମାନଙ୍କ ଆଖିରେ ଆଖିଏ ଲୁହ, ମାନେ ତାଙ୍କୁ ଦେଖିକି ମୋ ଝିଅ ବି ଏତେ ଜୋରରେ କାନ୍ଦୁଛି। ଦେଖନ୍ତୁ ଗୋଟେ ବାପାର ହୃଦୟ କେମିତି। ଝିଅକୁ ହଳଦୀ ଲଗେଇ ପାରିବନି ବୋଲି ନିଜ ଗାଲରେ ଲଗେଇ ଦେଇକିରି ପୁଣି ଝିଅ ଗାଲରେ ଲଗାଉଛନ୍ତି। ଭାବନ୍ତୁ ଗୋଟେ ଝିଅ କେତେ କଷ୍ଟ ଲାଗୁଥିବ ଗୋଟେ ଝିଅକୁ, ଗୋଟେ ସହି ବି ପାରିବନି। ଏ ଦିନ ଏ ସମୟ ଆଉ ଆସିବନି। ଗୋଟେ ବାପା ଯେତେବେଳେ ଲଗେଇ ଦେଉଥାଏ ନା, ସବୁ ସ୍ନେହ ଆଦର ଭଲ ପାଇବା ସେଠି ବଳି ପଡ଼ି ଯାଉଥାଏ। କାହିଁ ଝିଅ ଜନ୍ମ ଦେବ, କାହିଁ ଏତେ ସ୍ନେହ ଆଦର କରିବ, ପୁଣି ପର ଘରକୁ ପଠାଇ ଦେବ, ଯେଉଁଟା ଜୀବନରେ ବହୁତ କଷ୍ଟଦାୟକ। ମାମୁଁ ଲଗାଉଛନ୍ତି, ଆଡ଼େ କାନ୍ଦୁଛନ୍ତି, ଭାଇମାନେ ବି ଲଗାଉଛନ୍ତି, ସମସ୍ତେ କାନ୍ଦୁଛନ୍ତି। କ'ଣ କରିବା? ସେ ତ ଜମା ସ୍ଥିର ହିଁ ନାହିଁ, ସେ ସେମିତି କାନ୍ଦି ଚାଲୁଛି। ତା ଆଖିରେ ଲୁହ ଗୋଟେ ଗୋଟେ ମାଆର ହୃଦୟ ସବୁଠୁ କଷ୍ଟଦାୟକ ହେଇଥାଏ ତା ଝିଅ ପାଇଁ। ମାଆର ହାତ ଚାହୁଁନି ତାକୁ ହଳଦୀ ଲଗେଇବାକୁ। ଭାବନ୍ତୁ କେତେ କଷ୍ଟରେ ଗୋଟେ ମାଆ ଧରିଛି ତା ଝିଅକୁ ପୁରା ଜାବୁଡ଼ିକି। ଆପଣମାନଙ୍କୁ ଦେଖିକି ତ କଷ୍ଟ ଲାଗୁଥିବ, ଆମେ କେହି ବି ସହିପାରିନୁ ଏ ଦୃଶ୍ୟ ଦେଖିକି। ଗୋଟେ ମାଆ ଆଉ ଗୋଟେ ଝିଅର ଭଲ ପାଇବା କେହି ବୁଝିପାରନ୍ତିନି, ସମସ୍ତେ ଖାଲି କୁହନ୍ତି, କିନ୍ତୁ ଭଲ ପାଇବା ଆଉ ଗୋଟେ ସ୍ନେହ ଗୋଟେ ମାଆ ଆଉ ଝିଅ ସିଏ ଜାଣନ୍ତି। ବାପା ମାଆ ବି ଏତେ ଜୋରେ କାନ୍ଦୁଛି ଯେ ତାକୁ ବୁଝେଇ ମୁଁ ଥକତ ହେଇଗଲିଣି। କାହିଁକି ନା ଦିଦି କାନ୍ଦୁଛି, ସିଏ ବି କାନ୍ଦୁଛି। ଶେଷରେ ତାଙ୍କ ଭାଇ ଥିଲେ ତାଙ୍କ ପାଇଁ ହଳଦୀ ମାରିବାକୁ। କାହିଁକିନା ଭାଇ ଆଉ ସହି ନପାରିକିରି କ'ଣ କରିବେ, ବହୁତ ଲୁହକୁ ଚାପି ଚାପି ଏବେ ଆସି ଭଉଣୀରେ ହଳଦୀ ଲଗାଉଛନ୍ତି। କ'ଣ କରିବେ? ମୁଁ ତ ଆପଣମାନଙ୍କୁ ଆଗକୁ କିଛି କହିବି ପାରିବିନି, କିନ୍ତୁ ଆପଣ ଖାଲି ଟିକେ ଦେଖନ୍ତୁ, ମୁଁ ଆପଣଙ୍କୁ ଆଉ କିଛି ଆଗକୁ କହି ପାରିବିନି। ଆପଣ ଭିଡ଼ିଓରୁ ଦେଖିକିରି ବୁଝିଯିବେ। କ'ଣ କହିବି ଆପଣମାନଙ୍କୁ? ଯାଉ ଶେଷରେ ଟିକେ ତାଙ୍କ କାନ୍ଦ ବନ୍ଦ ହେଲା, ଯାଉ ଟିକେ ଭାଇମାନଙ୍କ ସହିତ ଟିକେ ଫଟୋ ଉଠାଉଛନ୍ତି। କାହିଁକିନା ସେ ବହୁତ ସ୍ନେହୀ ସିଏ। ସମସ୍ତଙ୍କୁ ସ୍ନେହ ଆଦର ଭଲ ପାଇବାରେ ସିଏ ପୁରା ବାନ୍ଧି ରଖିଥିଲେ। ଯେହେତୁ ଆମ ଘରର ଲକ୍ଷ୍ମୀ ସିଏ ଥିଲେ, ଆଉ ସେ ଆମକୁ ଛାଡ଼ି ଦେଇ 1-2 ଦିନ ପରେ ପଳେଇ ଯିବେ, ତ ସମସ୍ତଙ୍କୁ କଷ୍ଟ ଲାଗୁଛି। ଆପଣ ଦେଖିପାରୁଛନ୍ତି ଏତେ କୋଉ ଭାଇ ଭଉଣୀ ଏତେ ଭଲ ପାଉଥିବେ କି ନାହିଁ ମୁଁ ଜାଣିନି, କିନ୍ତୁ ଏ ଭାଇମାନେ ଏତେ ଭଲ ପାଆନ୍ତି ଭଉଣୀକୁ ଯେ ତାଙ୍କର ସୀମା ନାହିଁ। କାହିଁକିନା ଅଲିଅଳ ଥିଲା ସେ ସମସ୍ତଙ୍କର ସିଏ ଗେଲିଥିଲା। କ'ଣ କହିବି, ମୁଁ ବି କହିବି ପାରୁନି ଆପଣମାନଙ୍କୁ। କାହା ଆଖିରେ ଲୁହ ନାହିଁ ବୋଲି କଥା ନାହିଁ।
ମୋ ଝିଅ ବି କାନ୍ଦୁଛି। ବାପା ପଛରେ ରହି ସବୁ ଦେଖୁଛନ୍ତି, କାନ୍ଦୁଛନ୍ତି। ଝିଅକୁ ଦେଖି ପଛରେ ଠିଆ ହେଇ ସେମିତି କାନ୍ଦୁଛନ୍ତି। ବାପା ଆଉ ମା, ଭାଇ ଆଉ ଭଉଣୀ କାହା ଆଖିରେ ଲୁହ ନାହିଁ। ସହି ହିଁ ପାରୁନାହାନ୍ତି ଯେ ଲିଟି ଆମକୁ ଛାଡ଼ିବି କି ଶାଶୁଘର ପଳେଇବେ। ଆପଣମାନେ ଦେଖୁଛନ୍ତି, ତାକୁ ଆଶୀର୍ବାଦ ସମସ୍ତେ କରନ୍ତୁ, ସେ ଖୁସିରେ ଭଲରେ ସଂସାର କରୁ, ସବୁଦିନ ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ। ତାଙ୍କୁ ଭାଇ ନେଇଗଲେ ଘରକୁ।